ଭାବେ କମି ଯାଇଥାନ୍ତା ହୁଏତ ସେ କେବେ ଆତ୍ମହତ୍ୟା ବୋଲି ଚରମପନ୍ଥା ନିଜ ମନକୁ ନେଇ ନଥାନ୍ତେ। କାରଣ ଏଠି ସେ ଯାହା କହୁଛନ୍ତି ବହୁତ ଲୋକଙ୍କୁ ଆକ୍ଷେପ କରିଛନ୍ତି, ଯେହେତୁ ଅପୋଜିଟ ଲୋକ ବହୁତ ଲୋକଙ୍କୁ ଆକ୍ଷେପ କରିଛନ୍ତି ଏବଂ ନିଜ ଲୋକ କାହାକୁ କିଛି କହିନାହାନ୍ତି, ତେଣୁ ନିଜ ଲୋକଙ୍କର ଏଠି ଦାୟିତ୍ୱବାନ ବି ବହୁତ ହବାର ଥିଲା। ତାଙ୍କୁ ଶୀଘ୍ର ଜଣେ ମେଣ୍ଟାଲ ହେଲ୍ଥ ପ୍ରଫେସନାଲ ପାଖକୁ ନେଇଥିଲେ ଏଇ ଡିପ୍ରେସନ ହୁଏତ ବାହାରି ପାରିଥାନ୍ତେ। ଆତ୍ମହତ୍ୟା ବି କେବଳ ବି ଗୋଟେ ଶେଷ ପନ୍ଥା ନୁହେଁ। ତେଣୁକରି ଯେତେବେଳେ ଆମ ଭାରତ ସମାଜରେ ଆମେ ବର୍ତ୍ତମାନ ଗୋଟେ ଆଧୁନିକ ଯୁଗକୁ ପହଞ୍ଚି ପାରିନୁ, ଏବେ ବି ଲାଗୁଛି ସ୍ତ୍ରୀ ଫିମେଲ ଡୋମିନେଟେଡ ରହୁଛି ଆମ କେସ୍। ଯେମିତି ମହିଳା କମିଶନ ହେଇଛି, ସବୁ ସ୍ତ୍ରୀ ଲୋକ ମାନଙ୍କ ପାଇଁ ହେଇଛି, ପୁରୁଷ ମାନଙ୍କ ପାଇଁ ବି ଗୋଟେ ଏମିତି କିଛି ରହିବା କଥା ଯେ ଆଖି ବନ୍ଦ କରିକି ତାଙ୍କ ଉପରେ ପ୍ରେସର ପକେଇବା କଥା ନୁହେଁ। କାରଣ ଏଠି ସବୁବେଳେ 50-50% ରହୁଛି, କାରଣ ସ୍ୱାମୀ ସ୍ତ୍ରୀ ଉଭୟ ଆଜିକାଲି କାମ କରୁଛନ୍ତି। ଏମିତି ନୁହେଁ ଯେ ସ୍ୱାମୀ କାମ କରି ସ୍ତ୍ରୀକୁ ଚଳଉଛି। ଉଭୟଙ୍କର ଯେତେବେଳେ ଗୋଟେ ବିଭାଗରେ ଚାଲିବା ପାଇଁ, ଗାଡିରେ ଚାଲିବା ପାଇଁ ଦୁଇଟା ଯାକ ଚକ ଗଡିବା ଦରକାର। ଗୋଟିଏ ଚକ ବ୍ରେକ୍ ମାରିଲା ମାନେ ଗାଡି ମୋଡି ହେଇଯିବ। ତେଣୁକରି ଗୋଟେ ଚକ ଯେତେବେଳେ ବ୍ରେକ୍ ମାରୁଛି ସେତେବେଳେ ଅନ୍ୟମାନଙ୍କ ଦାୟିତ୍ୱ ହଉଛି ଦିଟା ଯାକ ଚକ କେମିତି ଚଲେଇବେ, ସେଇଟା बिल्कुल ପରସ୍ପର ଭିତରେ ସମାନ। किभଳି भाବରେ समन्वय रक्षा करी संपर्क को रक्षा करेंगे सेटा उभयंकर कर्तव्य होता है। गोटे आड़ू केबे भी संपर्क को रक्षा करा जाई पारे नाही। धन्यवाद आपको मानसिक रोग विशेषज्ञ डॉक्टर सम्राट आम सविशेष आलोचन जोड़ी होते।